देखो शिखरे आपणଙ୍କୁ स्वागत। आज ମୁଁ ଆପଣଙ୍କ ପାଇଁ ନେଇ ଆସିଛି ଦେଶ ବିଦେଶର 30ଟି ଗୁରୁତ୍ୱପୂର୍ଣ୍ଣ ଖବର। ଆପଣଙ୍କୁ ଅନୁରୋଧ ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖିବେ। ଭଲ ଲାଗିଲେ ଏହାକୁ ଲାଇକ୍ ଓ ସେୟାର ନିଶ୍ଚୟ କରିବେ। ନମ୍ବର 1, ଫେବୃଆରୀ 10ରୁ ଆରମ୍ଭ ହେବ ପିଜି ପ୍ରଥମ ବର୍ଷ ପାଠପଢ଼ା। ଫେବୃଆରୀ 10ରୁ ଯୁକ୍ତ 3 ତୃତୀୟ ପିଜି ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢ଼ା। ଏ ସଂକ୍ରାନ୍ତରେ କାଲି ଉଚ୍ଚଶିକ୍ଷା ମନ୍ତ୍ରୀ ଡକ୍ଟର ଅରୁଣ ସାହୁ ସୂଚନା ଦେଇଛନ୍ତି। ମନ୍ତ୍ରୀ ଡକ୍ଟର ସାହୁଙ୍କ ସୂଚନା ଅନୁସାରେ ପିଜିର ପ୍ରଥମ ସେମିଷ୍ଟାର ପରୀକ୍ଷା 7 ଜୁନ୍ରୁ 19 ଜୁନ୍ ମଧ୍ୟରେ ଅନୁଷ୍ଠିତ ହେବ। ଜୁଲାଇ 20 ସୁଦ୍ଧା ଫଳାଫଳ ପ୍ରକାଶ ପାଇବ। ସେହିପରି ୟୁଜି କୋର୍ସର ତୃତୀୟ ସେମିଷ୍ଟାର ଏବଂ ପଞ୍ଚମ ସେମିଷ୍ଟାର ପରୀକ୍ଷା ଏପ୍ରିଲ 19ରୁ 30 ଯାଏଁ ହେବ। 31 ମେରେ ପରୀକ୍ଷାଫଳ ପ୍ରକାଶ ପାଇବ। ଫେବୃଆରୀ 8ରୁ କଲେଜ ଓ ବିଶ୍ୱବିଦ୍ୟାଳୟର ହଷ୍ଟେଲ ଖୋଲିବାକୁ ଅନୁମତି ଦିଆଯାଇଛି। ନମ୍ବର 2, ଗାଡ଼ିର କାଗଜପତ୍ର ପ୍ରସ୍ତୁତିକୁ ସହଜ କଲେ ରାଜ୍ୟ ସରକାର। ଗାଡ଼ି ଚାଳକଙ୍କୁ ଆଶ୍ୱସ୍ତି। ଗାଡ଼ିର କାଗଜପତ୍ର ପ୍ରସ୍ତୁତି ଏବେ ଆହୁରି ସହଜ ହେବ। ରିନ୍ୟୁଆଲ ରେଜିଷ୍ଟ୍ରେସନ ଏବେ ରାଜ୍ୟର ଯେକୌଣସି ଆରଟିଓରେ ହୋଇପାରିବ। ଏହାସହ ମାଲିକାନା ଓ ଠିକଣା ପରିବର୍ତ୍ତନ ବି ଆପଣ ନିକଟସ୍ଥ ଯେକୌଣସି ଆରଟିଓରେ କରାଇ ପାରିବେ। ଏଥିପାଇଁ ଆଉ ବାରମ୍ବାର ଆରଟିଓ ଅଫିସ୍ ଦୌଡ଼ିବାକୁ ପଡ଼ିବ ନାହିଁ। ପୂର୍ବରୁ ଅନ୍ୟ ଅଞ୍ଚଳରୁ ଆସିଥିବା ଲୋକେ ଗାଡ଼ି କାଗଜପତ୍ର ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିଲେ, ହେଲେ ଏବେ ପାଖ ଆରଟିଓରେ କାମ କରାଇ ପାରିବେ। ଡ୍ରାଇଭିଂ ଲାଇସେନ୍ସ ରିନ୍ୟୁଆଲ ବି ଯେକୌଣସି ଆରଟିଓରେ ହେବ ବୋଲି କାଲି ରାଜ୍ୟ ପରିବହନ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି। ଏହାସହ ସବୁକିଛି କାର୍ଯ୍ୟ ଅନଲାଇନରେ ହେବ ବୋଲି ସଡ଼କ ପରିବହନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି। ନମ୍ବର 3, ସିବିଏସ୍ଇ ବୋର୍ଡ ପରୀକ୍ଷା ନେଇ ତାରିଖ ଘୋଷଣା। ସିବିଏସ୍ଇ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ସୂଚୀ କେନ୍ଦ୍ର ସରକାର ପ୍ରକାଶ କରିଛନ୍ତି। ଘୋଷଣା ଅନୁଯାୟୀ ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ମେ 4ରୁ ଜୁନ୍ 11 ଯାଏଁ ଚାଲିବ। ଶିକ୍ଷାର୍ଥୀମାନେ 2ଟି ସିଫ୍ଟରେ ଆସି ପରୀକ୍ଷା ଦେବେ। ପ୍ରଥମ ସିଫ୍ଟ 10ଟା 30ରୁ 1ଟାଏ 30 ଓ ଦ୍ୱିତୀୟ ସିଫ୍ଟ 2ଟା 30ରୁ 5ଟା 30 ଯାଏଁ ଚାଲିବ। ମେ 4ରେ ଇଂରାଜୀ ବିଷୟର ପରୀକ୍ଷା ହେବ। ଅନ୍ୟପକ୍ଷରେ ସିବିଏସ୍ଇ ଦଶମ ପରୀକ୍ଷା ଗୋଟିଏ ସିଫ୍ଟରେ କରାଯିବ। ଶିକ୍ଷାର୍ଥୀମାନେ 10ଟା 30ରୁ 1ଟାଏ 30 ଯାଏଁ ପରୀକ୍ଷା ଦେବେ। ଓଡ଼ିଆ ବିଷୟରୁ ଦଶମ ବୋର୍ଡ ପରୀକ୍ଷା ମେ 4ରୁ ଆରମ୍ଭ ହେବ। ତେବେ ମୁଖ୍ୟ ବିଷୟର ପରୀକ୍ଷା ଇଂରାଜୀ ପେପରରୁ ଜୁନ୍ 6ରୁ ଆରମ୍ଭ ହେବ। 7 ଜୁନ୍ରେ କମ୍ପ୍ୟୁଟର ଆପ୍ଲିକେସନ ବିଷୟ ସହ ଦଶମ ପରୀକ୍ଷା ଶେଷ ହେବ। ନମ୍ବର 4, 2021 ୟୁଜିସି ନେଟ୍ ପରୀକ୍ଷା ତାରିଖ ଘୋଷଣା କଲେ ଶିକ୍ଷାମନ୍ତ୍ରୀ। ଘୋଷଣା ହେଲା 2021 ୟୁଜିସି ନେଟ୍ ପରୀକ୍ଷା ତାରିଖ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଡକ୍ଟର ରମେଶ ପୋଖରିଆଲ ନିଶଙ୍କ ୟୁଜିସି ନେଟ୍ ପାଇଁ ତାରିଖ ଘୋଷଣା କରିଛନ୍ତି। ଜାତୀୟ ପରୀକ୍ଷା ଏଜେନ୍ସି 2, 3, 4, 5, 6, 7, 10, 11, 12, 14 ଏବଂ 17 ମେ 2021ରେ ୟୁଜିସି ନେଟ୍ ପରୀକ୍ଷା କରିବ। ପରୀକ୍ଷା ପାଇଁ ଅନଲାଇନ୍ ରେଜିଷ୍ଟ୍ରେସନ କାଲିଠାରୁ ଆରମ୍ଭ ହୋଇଛି। ଆବେଦନ କରିବାର ଶେଷ ତାରିଖ ମାର୍ଚ୍ଚ 2 ବୋଲି ଘୋଷଣା କରାଯାଇଛି। ପରୀକ୍ଷା ଆବେଦନ ଶୁଳ୍କ 3 ମାର୍ଚ୍ଚ 2021 ପର୍ଯ୍ୟନ୍ତ ପ୍ରଦାନ କରିପାରିବେ। ପରୀକ୍ଷାର ଅବଧି 3 ଘଣ୍ଟା ରହିବ। ପେପର 1ରେ ପରୀକ୍ଷା 100 ମାର୍କ ଥିବାବେଳେ ପେପର 2ର ପରୀକ୍ଷା 200 ମାର୍କ ରହିବ। ସମସ୍ତ ପରୀକ୍ଷା 2ଟି ସିଫ୍ଟରେ ଆୟୋଜନ କରାଯିବ। ଗୋଟିଏ ସିଫ୍ଟ ସକାଳ 9ଟାରୁ ମଧ୍ୟାହ୍ନ 12ଟା ଓ ଦ୍ୱିତୀୟ ସିଫ୍ଟ ଅପରାହ୍ନ 3ଟାରୁ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ଚାଲିବ। ପରୀକ୍ଷାର ମୋଟ ସମୟ 3 ଘଣ୍ଟା ରହିବ। ପାଣିପାଗ ସୂଚନା। 16 ଜିଲ୍ଲାରେ ଶୀତ ଲହରୀ, ୟେଲୋ ୱାର୍ଣ୍ଣିଂ ଜାରି। ଆଗାମୀ 24 ଘଣ୍ଟା ଯାଏଁ ଓଡ଼ିଶାର 16 ଜିଲ୍ଲାକୁ ସମ୍ଭାବ୍ୟ ଶୀତ ଲହରୀ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ସମୟରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର, ସୋନପୁର, ବୌଦ୍ଧ, ନୂଆପଡ଼ା ଏବଂ ନବରଙ୍ଗପୁର ଆଦି ଓଡ଼ିଶାର ଆଭ୍ୟନ୍ତରୀଣ ଜିଲ୍ଲାରେ କେତେକ ସ୍ଥାନରେ ଶୀତ ଲହରୀ ଅନୁଭୂତ ହେବାର ସମ୍ଭାବନା ରହିଛି। ସର୍ବନିମ୍ନ ରାତ୍ରି ତାପମାତ୍ରାରେ ଆଗାମୀ 2ରୁ 3 ଦିନ ଯାଏଁ କୌଣସି ପରିବର୍ତ୍ତନର ସମ୍ଭାବନା ନାହିଁ। ଏହି ତାପମାତ୍ରା ଆଗାମୀ 2ରୁ 3 ଦିନ ଯାଏଁ ବଜାୟ ରହିବ। ଓଡ଼ିଶାର ଏହି ଜିଲ୍ଲାଗୁଡ଼ିକର ଅନେକ ଅଞ୍ଚଳରେ ସ୍ୱାଭାବିକ ତାପମାତ୍ରାଠାରୁ 3ରୁ 5 ଡିଗ୍ରୀ ସେଲସିୟସ୍ ଯାଏଁ କମ୍ ରହିବାର ସମ୍ଭାବନା ଥିବାବେଳେ ପରବର୍ତ୍ତୀ ସମୟରେ ଏହା 2ରୁ 3 ଡିଗ୍ରୀ ଯାଏଁ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ନମ୍ବର 6, ଶିଳ୍ପାଞ୍ଚଳରେ ବିଲ୍ଡିଂ ପ୍ଲାନ୍ ଅନୁମୋଦନ କରିବ ଇଟ୍କୋ। ଇଜ୍ ଅଫ୍ ଡୁଇଂ ବିଜନେସକୁ ଅଧିକ ବ୍ୟବସ୍ଥିତ କରିବା ପାଇଁ କାଲି ରାଜ୍ୟ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଏଣିକି ଇଟ୍କୋ ଜମିରେ ନିର୍ମାଣ ହେଉଥିବା ଶିଳ୍ପାଞ୍ଚଳ ଏବଂ ଶିଳ୍ପ ପାର୍କ ପାଇଁ ଉନ୍ନୟନ କର୍ତ୍ତୃପକ୍ଷଙ୍କ ଅନୁମତି ଆଣିବାକୁ ପଡ଼ିବନି। ସମସ୍ତ ପ୍ରକାରର ନିର୍ମାଣ ପାଇଁ ଶିଳ୍ପାନୁଷ୍ଠାନଗୁଡ଼ିକ ସେମାନଙ୍କର ପ୍ଲାନ୍ ଇଟ୍କୋ ନିକଟରେ ଆବେଦନ କରିବେ। ଉନ୍ନୟନ କର୍ତ୍ତୃପକ୍ଷ ପ୍ଲାନ୍ ଦେବାରେ ବିଳମ୍ବ କରୁଥିବାରୁ ଏବଂ ସିଙ୍ଗଲ ୱିଣ୍ଡୋ ବ୍ୟବସ୍ଥା ଠିକ୍ ଭାବେ କାର୍ଯ୍ୟକ୍ଷମ ହେଉନଥିବାରୁ ରାଜ୍ୟ ସରକାର ଏହିଭଳି ନିଷ୍ପତ୍ତି ନେଇଛନ୍ତି। କାଲି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ହୋଇଛି। ନମ୍ବର 7, ପୁରୀ ଓ କୋଣାର୍କର ବିକାଶ ପାଇଁ କେନ୍ଦ୍ର ଦେବ 325 କୋଟି ଟଙ୍କା। ପୁରୀର ଶ୍ରୀ ଜଗନ୍ନାଥ ମନ୍ଦିର ଓ କୋଣାର୍କ ମନ୍ଦିର ତଥା ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ବିଶ୍ୱସ୍ତରୀୟ ଭିତ୍ତିଭୂମି ବିକାଶ ନିମନ୍ତେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ରାଜ୍ୟ ସରକାର କରିଥିବା ବ୍ଲୁପ୍ରିଣ୍ଟକୁ ସାକାର କରିବା ପାଇଁ କେନ୍ଦ୍ର ସରକାର କାର୍ଯ୍ୟ କରିବେ। ଏହି ଉଭୟ ସହରର ଭିତ୍ତିଭୂମି ବିକାଶ ନିମନ୍ତେ ରାଜ୍ୟ ସରକାରଙ୍କୁ ସ୍ୱତନ୍ତ୍ର ଭାବେ 325 କୋଟି ଟଙ୍କାର ଅନୁଦାନ ମଧ୍ୟ ଦେବେ। ପଞ୍ଚଦଶ ଅର୍ଥ କମିଶନ କରିଥିବା ଏହି ସୁପାରିଶକୁ ମଧ୍ୟ କେନ୍ଦ୍ର ସରକାର କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ନମ୍ବର 8, ଡିସେମ୍ବରରେ ଭାରତ ଛାଡ଼ିବ ପ୍ରଥମ ମାନବବିହୀନ ମହାକାଶ ଯାନ। ଚଳିତ ବର୍ଷ ଡିସେମ୍ବର ମାସରେ ହିଁ ଭାରତ ତାହାର ପ୍ରଥମ ମାନବବିହୀନ ମହାକାଶ ଯାନ ଛାଡ଼ିବ ବୋଲି କାଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନିଜର ବଜେଟ୍ ଅଭିଭାଷଣରେ ସୂଚନା ଦେଇଛନ୍ତି। ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଏହାର ଗଗନଯାନ ପ୍ରକଳ୍ପ ଅନ୍ତର୍ଗତ ମହାକାଶକୁ ଛାଡ଼ିବାକୁ ଥିବା ମାନବଯୁକ୍ତ ଯାନର ଯାତ୍ରାକୁ ତ୍ରୁଟିହୀନ କରିବା ଲାଗି
ତାହା ପୂର୍ବରୁ ଦୁଇଥର ଏପରି ମାନବରହିତ ଯାନ ପଠାଇବାର କାର୍ଯ୍ୟକ୍ରମ ରହିଛି। ଏପରି ଯାନର ପ୍ରଥମ ଯାତ୍ରା ଗତ ଡିସେମ୍ବର ମାସରେ ହେବାକୁ ଥିବାବେଳେ ମହାମାରୀ କୋଭିଡ୍ ପାଇଁ ଏହାର ଯାତ୍ରାକୁ ବର୍ଷଟିଏ ଘୁଞ୍ଚେଇ ଦିଆଯାଇଥିବା ଜଣାଯାଇଛି। ନମ୍ବର 9 ବାରବାଟୀ ଦୁର୍ଗର ସଂରକ୍ଷଣ ପାଇଁ 150 କୋଟି ଅର୍ଥ କମିଶନ କଲେ ସୁପାରିଶ। ତ୍ରୟୋଦଶ ଶତାବ୍ଦୀର ଐତିହାସିକ ବାରବାଟୀ ଦୁର୍ଗ ଓ ଏହାର ପାରିପାର୍ଶ୍ୱିକ ସ୍ଥାନର ସଂରକ୍ଷଣ ଏବଂ ବିକାଶ ନିମନ୍ତେ ପଞ୍ଚଦଶ ଅର୍ଥ କମିଶନଙ୍କ ସୁପାରିଶରେ କେନ୍ଦ୍ର ସରକାର 150 କୋଟି ଟଙ୍କା ଅନୁଦାନ ଯୋଗାଇ ଦେବେ। ଐତିହାସିକ ବାରବାଟୀ ଦୁର୍ଗର ସଂରକ୍ଷଣ ନିମନ୍ତେ ଅନୁଦାନ ଦେବାକୁ ପଞ୍ଚଦଶ ଅର୍ଥ କମିଶନଙ୍କ ପାଖରେ ରାଜ୍ୟ ସରକାର ଦାବି କରିଥିଲେ। କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଜାରି ରିପୋର୍ଟରେ ପଞ୍ଚଦଶ ଅର୍ଥ କମିଶନ ବାରବାଟୀ ଦୁର୍ଗର ସଂରକ୍ଷଣ ଓ ବିକାଶ ନିମନ୍ତେ 150 କୋଟି ଟଙ୍କା ଦେବାକୁ ସୁପାରିଶ କରିଛନ୍ତି। କଟକ ସହରର ଏହି ଐତିହାସିକ ଦୁର୍ଗ ଏହାର ଗେଟ୍ ଓ ରାଜଭବନ ସଂରକ୍ଷଣ ବିକାଶ ସମେତ ପୁରୁଣା ଗଡ଼ଖାଇରେ ବୋଟିଂ ସୁବିଧା ସହ ସେଠାରେ ଏକ ଉଚ୍ଚମାନର ପାର୍କ ସ୍ଥାପନ କରି ଏହାକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନସ୍ଥଳୀ କରିବା ନିମନ୍ତେ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି। ନମ୍ବର 10 ଅନିଶ୍ଚିତ କାଳ ପାଇଁ ଲାଲକିଲ୍ଲାକୁ ବନ୍ଦ କରିବାକୁ ଆଦେଶ। ନୂଆଦିଲ୍ଲୀ ସ୍ଥିତ ଲାଲକିଲ୍ଲାକୁ ଅନିଶ୍ଚିତ କାଳ ପାଇଁ ବନ୍ଦ କରିବାକୁ ଦିଲ୍ଲୀ ସେଣ୍ଟ୍ରାଲ ଡିଏମ୍ ପକ୍ଷରୁ ଏକ ଆଦେଶ ଜାରି କରାଯାଇଛି। ଦିଲ୍ଲୀ ବିପର୍ଯ୍ୟୟ ପ୍ରାଧିକରଣ ତରଫରୁ ଜାରି ହୋଇଥିବା ନିର୍ଦ୍ଦେଶରେ କୁହାଯାଇଛି ଯେ ଲାଲକିଲ୍ଲା ଓ ଆଖପାଖ ଅଞ୍ଚଳରେ ବାର୍ଡ ଫ୍ଲୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ବାର୍ଡ ଫ୍ଲୁ ସଂକ୍ରମଣ ସ୍ପଷ୍ଟ ହେବା ପରେ ଦିଲ୍ଲୀରେ ଅନେକ ମଣ୍ଡି ଓ ଦୋକାନରେ ଚିକେନ ଓ କଞ୍ଚା ଚିକେନ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ନମ୍ବର 11 ପାରାଦୀପ ବଡ଼ବିଲ ରାସ୍ତା ହେବ 8 ଲେନ୍। ପାରାଦୀପରୁ ବଡ଼ବିଲ ପର୍ଯ୍ୟନ୍ତ ରାସ୍ତା ହେବ 8 ଲେନ୍ ବିଶିଷ୍ଟ। କାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କ ମଧ୍ୟରେ ହୋଇଥିବା ଆଲୋଚନାରେ ଏହି ନିଷ୍ପତ୍ତି ହୋଇଛି। ଏ ସମ୍ପର୍କରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି। 300 କିଲୋମିଟର ରାସ୍ତା 8 ଲେନ୍ କରିବାକୁ ନୀତିନ ଗଡ଼କରୀଙ୍କ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଭାରତମାଳା ଯୋଜନାରେ ଦୀଘା ଗୋପାଳପୁର ଉପକୂଳ ରାଜପଥ ପ୍ରକଳ୍ପର ବିକାଶ କାମକୁ ତ୍ୱରାନ୍ୱିତ କରିବା ଦିଗରେ କାଲି ଆଲୋଚନା ହୋଇଛି। 9,000 କୋଟି ଟଙ୍କା ଖର୍ଚ୍ଚରେ ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳର ଲାଇଫଲାଇନ୍ ହେବାକୁ ଯାଉଥିବା ଏହି କୋଷ୍ଟାଲ ହାଇୱେର ଅଗ୍ରଗତି ନେଇ ଆଲୋଚନା ହୋଇଥିବା ବେଳେ ଗୋପାଳପୁର ସାତପଡ଼ା ପ୍ରକଳ୍ପର କାମ ପାଇଁ ଆନୁଷଙ୍ଗିକ ବ୍ୟବସ୍ଥା କରିବାକୁ ରାଜ୍ୟ ସରକାର ପ୍ରତିଶ୍ରୁତି ଦେଇଛନ୍ତି। ନମ୍ବର 12 ନାସାର କାର୍ଯ୍ୟକାରୀ ମୁଖ୍ୟ ହେଲେ ଭାରତୀୟ ବଂଶୋଦ୍ଭବ। ଆମେରିକାରେ ଭାରତୀୟଙ୍କର ବଢ଼ୁଛି ପ୍ରଭାବ। ଆମେରିକାର ଉପରାଷ୍ଟ୍ରପତି ଭାବେ ଭାରତୀୟ ବଂଶୋଦ୍ଭବ କମଳା ହ୍ୟାରିସ ଶପଥ ନେବା ସହ ଯୁକ୍ତରାଷ୍ଟ୍ର ଆମେରିକା ପ୍ରଶାସନରେ 20ରୁ ଅଧିକ ଭାରତୀୟ ଆମେରିକୀୟ ନିଯୁକ୍ତି କିମ୍ବା ମନୋନୀତ ହୋଇଛନ୍ତି। ମିଳିଥିବା ସୂଚନା ମୁତାବକ ଆମେରିକାର ମହାକାଶ ଗବେଷଣା ସଂସ୍ଥା ବା ନାସାର କାର୍ଯ୍ୟକାରୀ ମୁଖ୍ୟ ଭାବେ ଜଣେ ଭାରତୀୟ ବଂଶୋଦ୍ଭବଙ୍କୁ ଦାୟିତ୍ୱ ମିଳିଛି। ନାସାର କାର୍ଯ୍ୟକାରୀ ମୁଖ୍ୟ ଭାବେ ଭବ୍ୟ ଲାଲଙ୍କୁ ନିଯୁକ୍ତି ଦିଆଯାଇଛି। ଆମେରିକାର ରାଷ୍ଟ୍ରପତି ଜୋ ବିଡେନଙ୍କ ଟିମ୍ରେ କାର୍ଯ୍ୟ କରିଆସିଥିବା ଭବ୍ୟ ମାସାଚୁସେଟ୍ସ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରୁ ନ୍ୟୁକ୍ଲିୟର ଇଞ୍ଜିନିୟରିଂରେ ସ୍ନାତକ ହାସଲ କରିଥିବା ବେଳେ ଜର୍ଜ ୱାଶିଂଟନ ବିଶ୍ୱବିଦ୍ୟାଳୟରୁ ପବ୍ଲିକ ପଲିସି ଓ ପବ୍ଲିକ ଆଡମିନିଷ୍ଟ୍ରେସନରେ ଡକ୍ଟରେଟ୍ ଡିଗ୍ରୀ ମଧ୍ୟ ହାସଲ କରିଛନ୍ତି। ନମ୍ବର 13 କୃଷି ଆଇନକୁ ନେଇ ସଂସଦରେ ବିରୋଧୀଙ୍କ ହଟ୍ଟଗୋଳ, 3 ଥର ଗୃହ ମୁଲତବୀ। କୃଷି ଆଇନ ପ୍ରତ୍ୟାହାର ପ୍ରସଙ୍ଗରେ ବିରୋଧୀ ଦଳମାନେ ମଙ୍ଗଳବାର ସଂସଦରେ ଜୋରଦାର ହଟ୍ଟଗୋଳ କରିଛନ୍ତି। ଫଳରେ ଗୃହ କାର୍ଯ୍ୟ ପରିଚାଳନାରେ ବାଧା ଉପୁଜିଥିବାରୁ ବାଚସ୍ପତି ଗୃହକୁ ବାରମ୍ବାର ମୁଲତବୀ କରିବାକୁ ବାଧ୍ୟ ହୋଇଥିଲେ। ବିରୋଧୀ ଦଳ ଆଇନ ପ୍ରତ୍ୟାହାର ଦାବିରେ ଦିନ ତମାମ ଅଡ଼ି ରହିଥିଲା। ଫଳରେ ଦିନରେ 2 ଥର ଓ ଅପରାହ୍ନରେ ଥରେ ଏହିପରି ଗୃହ 3 ଥର ମୁଲତବୀ ହେବା ପରେ ବାଚସ୍ପତି ଦିନକ ଲାଗି ଗୃହକୁ ମୁଲତବୀ କରିଛନ୍ତି। ନମ୍ବର 14 ରାଜ୍ୟର 3 ନୂଆ ବିଶ୍ୱବିଦ୍ୟାଳୟରେ କୁଳପତି ପଦବୀ ପାଇଁ ବିଜ୍ଞପ୍ତି ଜାରି। ରାଜ୍ୟର 3ଟି ନୂଆ ବିଶ୍ୱବିଦ୍ୟାଳୟର କୁଳପତି ପଦବୀ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି ଉଚ୍ଚଶିକ୍ଷା ବିଭାଗ। କଟକ ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ, କଳାହାଣ୍ଡି ବିଶ୍ୱବିଦ୍ୟାଳୟ ଓ ବଲାଙ୍ଗୀର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ପାଇଁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି। ଇଚ୍ଛୁକ ପ୍ରାର୍ଥୀମାନେ ଏଥିପାଇଁ ଫେବୃଆରୀ 25 ତାରିଖ ସୁଦ୍ଧା ଆବେଦନ କରିପାରିବେ। ଏଥିପାଇଁ ଜଣେ ପ୍ରାର୍ଥୀଙ୍କର ବୟସ 63 ବର୍ଷରୁ କମ୍ ହେବା ସହିତ ପ୍ରଫେସର ଭାବେ 10 ବର୍ଷର ଅଭିଜ୍ଞତା ରହିବା ନିହାତି ଆବଶ୍ୟକ ବୋଲି କୁହାଯାଇଛି। 3ଟି ବିଶ୍ୱବିଦ୍ୟାଳୟ ପାଇଁ ଆଶାୟୀ ପ୍ରାର୍ଥୀମାନେ ଆବେଦନ କରିବା ପରେ ସେମାନଙ୍କୁ ସର୍ଟଲିଷ୍ଟ କରି ସାକ୍ଷାତକାର ପାଇଁ ଡକାଯିବ। ଏହି ସମୟରେ ଏକ 3 ଜଣିଆ କମିଟି ସେମାନଙ୍କ ସାକ୍ଷାତକାର ନେବେ। ଏହାପରେ କମିଟି ଦ୍ୱାରା ପ୍ରସ୍ତାବିତ ହୋଇଥିବା ନାଁ ଭିତରୁ ରାଜ୍ୟର ରାଜ୍ୟପାଳ ଶେଷ ନାଁ ଚୟନ କରିବେ। ଏହାପରେ ତାଙ୍କୁ 4 ବର୍ଷ ପାଇଁ ଗୋଟିଏ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ନିଯୁକ୍ତି ଦିଆଯିବ। ଏନେଇ ମଙ୍ଗଳବାର ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରି ସୂଚନା ଦିଆଯାଇଛି। ନମ୍ବର 15 ଓଡ଼ିଶାକୁ ମିଳିବ ମରୁଡ଼ି ମୁକାବିଲା ପାଇଁ 100 କୋଟି। ପ୍ରତିବର୍ଷ ବନ୍ୟା, ବାତ୍ୟା ଓ ମରୁଡ଼ି ଭଳି ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ଓଡ଼ିଶାକୁ ଆସନ୍ତା 5 ବର୍ଷ ମଧ୍ୟରେ ମରୁଡ଼ି ମୁକାବିଲା ପାଇଁ 100 କୋଟି ଓ ବାତ୍ୟା ୱାର୍ଣ୍ଣିଂ ସିଷ୍ଟମ ନିମନ୍ତେ 800 କୋଟି ଟଙ୍କା ଅନୁଦାନ ମିଳିବ। ପଞ୍ଚଦଶ ଅର୍ଥ କମିଶନଙ୍କ ସୁପାରିଶ ଆଧାରରେ 2021ରୁ 26 ମସିହା ମଧ୍ୟରେ ଏହି ଅନୁଦାନ ରାଶି ମିଳିବ। ସୂଚନା ଅନୁସାରେ ପ୍ରାୟତଃ ନିୟମିତ ଭାବେ ଓଡ଼ିଶାକୁ ବାତ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଥିବାରୁ ଆଗୁଆ ବାତ୍ୟା ସୂଚନା ଦେଉଥିବା ବ୍ୟବସ୍ଥା ଓ ଉପକରଣ ସ୍ଥାପନ ନିମନ୍ତେ ରାଜ୍ୟ ସରକାରଙ୍କ ଦ୍ୱାରା ଆର୍ଥିକ ଅନୁଦାନ ନିମନ୍ତେ ପଞ୍ଚଦଶ ଅର୍ଥ କମିଶନଙ୍କ ନିକଟରେ ଦାବି ଉପସ୍ଥାପନ କରାଯାଇଥିଲା, ଯାହାକୁ କମିଶନ ସ୍ୱୀକାର କରିବା ସହ 800 କୋଟି ଟଙ୍କା ଓଡ଼ିଶାକୁ ଦେବା ନିମନ୍ତେ ସୁପାରିଶ ମଧ୍ୟ କରିଛନ୍ତି। ନମ୍ବର 16 ମାସିକ ପଣ୍ୟ କାରବାରରେ ପାରାଦୀପ ବନ୍ଦରର ରେକର୍ଡ।
चलित वर्षर प्रथम मास पारादीप बंदर पर शुभंकर सब्यस्त होईछि। जनवरी मासरे पारादीप बंदर मोट 11.17 न्यूट मेट्रिक टन पण्य कारबार करी एक सर्वकालीन रेकर्ड सृष्टि करिछि। पूर्वरु 2019 मार्च मासरे बंदर सर्वोच्च 10.55 न्यूट मेट्रिक टन पण्य कारबार करिथिला। सेहिपरि लुअभतर हैंडलिंग प्लांटर वागन ट्रिपलिंग क्षेत्र में मध्य मासिक सर्वकालीन रेकर्ड स्थापित होईछि। पूर्वरु 2019 एप्रिल मासरे 167 रेक ट्रिपलिंग होइथिया बेले चलित मासरे यह 174 रे पहुंचिछि। तेबे बंदरर ଏହି ऐतिहासिक सफलता निमंते बंदर अध्यक्ष विनीत कुमार समस्त अधिकारी और कर्मचारी को साधुवाद जणाइछन्ति। नंबर 17 बजेट को नहीं स्टॉक बाजार में उत्साह जारी। अर्थमंत्री निर्मला सीतारमण द्वारा उपस्थापित केंद्र बजेट को नहीं स्टॉक बाजार में उत्साह जारी रही। गत 2 दिन में सेंसेक्स रे देखा उत्साह फल निवेशकों संपत्ति प्राय 10 लाख कोटी बढ़ी। काली बीएसई सेंसेक्स 1197.11 पॉइंट वृद्धि पाई 49,797.72 पॉइंट रे बंद होईछि। सेहिपरि नेशनल स्टॉक एक्सचेंज निफ्टी 366.65 पॉइंट वृद्धि पाई 14,647.35 पॉइंट रे बंद होईछि। सूचकांक वृद्धि फल एही 2 दिन में निवेशक मानक संपत्ति प्राय 10 लाख कोटी वृद्धि पाई। नंबर 18 पोलियो बदल में हैंड सानिटाइजर देव पर 12 शिशु असुस्थ। महाराष्ट्र यवतमाल अंचल एक अभावन घटना देखा मिली। 12 जन शिशु को पोलियो ड्रप बदल में हैंड सानिटाइजर दि जाइथिबा अभियोग होईछि। समस्त शिशु सानिटाइजर पीवा पर गुरुतर अवस्था हस्पिटाल में भर्ती होई चिकित्सित होउछन्ति। सेही समस्त शिशुଙ୍କ बयस 1 ରୁ 5 वर्ष मध्य। रविवार दिन पल्स पोलियो दि जाउथिबा बेले यवतमाल जिलार घटंजी प्राथमिक स्वास्थ्य केन्द्र में एपरी अभावन घटना घटिथिबा सूचना रही। रविवार सकाळु पंचायतर पिलामानंकु पोलियो दि जाउथिबा बेले सेठारे 12 जन शिशुଙ୍କୁ पोलियो बदल में हैंड सानिटाइजर दि जाइथिला। नंबर 19 राज्य में पुणी 60 जन कोविड संक्रमित चिन्हट। राज्य में पुणी 60 जन कोविड संक्रमित चिन्हट होइछन्ति। अनुगुड़रू जणे, बालेश्वरु 3, बरगड़रू 7, कटकरू 3, देवगढ़ जणे, गजपतिरू जणे, जगतसिंहपुर जणे, जाजपुर जणे, केन्दुझर जणे, खोर्धारू 8 जन, मयूरभंजरू 2, नुआपड़ारू 2, पुरीरू 8, रायगड़ारू 4, संबलपुर 6, सोनपुर जणे, सुंदरगढ़ 8 जन चिन्हट होइछन्ति। नंबर 20 एथर रहिबो प्रश्नकाल प्रतिदिन सानिटाइज हेबो विधानसभा कहिले बाचस्पति। आसंता फेब्रुआरी 18 तारिख ओडिशा विधानसभा आरंभ। महामारी स्थिति कोहड़ होइथिबारु विधानसभा रे कटकणा मध्य कोहड़ रहिबो। चलित थर प्रश्नकाल रहिबो ओ एथर मोट 31 दिनिया कार्य दिवस रहिछि बोली जणा पड़िछि। विधायक किंबा मंत्री चाहिए वीडियो कॉन्फ्रेंसिंग रे निज ऑफिस उपस्थित रही पारिबे। प्रतिदिन विधानसभा सानिटाइज हेबो बोली बाचस्पति प्रकाश करिसंति। नंबर 21 चाषींको पई कंटार रास्ता कथा पचारिबारु रागिगले दिल्ली पुलिस कमिश्नर। कृषि आईन विरोध में दिल्ली सीमार आंदोलन करुवा शह शह चाषींको पई पुलिस पक्षर अवैध दुर्ग प्रस्तुत कर गाजीपुर सिंगो टिकरी सीमा रास्त पुलिस चाषींको बाट ओगाड़ाकू सिमेंटर अस्थायी कांत लुहा बाड़ रास्त कंटा बिछाई 12 स्तरीय बैरिकेड व्यवस्थार भिडियो फोटो भाइराल होगा पर यह विवाद सृष्टि होता। ए संपर्क में दिल्ली पुलिस कमिश्नर SN श्रीवास्तव को प्रश्न कर से रागी जाइछन्ति। एथिसह जनवरी 26 कथा दोहराई। से कहते जनवरी 26 दिन जितेबले पुलिस उपर आक्रमण होता से दिन कहीं तो प्रश्न करूनथिले, आज कहीं प्रश्न करा जाउछि। आमे केवल बैरिकेड को अधिक सशक्त करिछु, यह जेमिति आगकू न भांगिबो तार व्यवस्था करिछु बोली SN श्रीवास्तव बेस उच्च स्वर में कहिसंति। नंबर 22 चारिटी राज्य ପାଇଁ प्रभारी नियुक्त कला बीजेपी। विधानसभा निर्वाचन को आख्याघरे रखी बीजेपी मंगलवार चारिटी राज्य ପାଇଁ प्रभारी और सह प्रभारी नियुक्ति करिछि। आसाम सहित तमिलनाडु, केरल, पुडुचेरी ପାଇଁ एही प्रभारी और सह प्रभारी नियुक्त होइछन्ति। एही सब राज्य रे आगकू विधानसभा निर्वाचन हेबाकू थिबारु बीजेपी एमानकू नियुक्त करिछि। एही क्रम रे केंद्र कृषि मंत्री नरेंद्र सिंह तोमरंकू आसामर प्रभारी दायित्व दिया जाइछि। तांको सह डॉक्टर जितेंद्र सिंह को सह प्रभारी भावे दायित्व दिया जाइछि। सेहिपरि तमिलनाडु रे किसान रेड्डी को प्रभारी और बीके सिंह को सह प्रभारी नियुक्त करा जाइछि। यह सह केरल ପାଇଁ प्रहलाद जोशी और पुडुचेरी ପାଇଁ अर्जुन राम मेघवाल को प्रभारी नियुक्त करा जाइछि। नंबर 23 भारत निज सुरक्षा ପାଇଁ अन्य उपर निर्भर करि पारिबनी कहिले राजनाथ सिंह। भारत निजर सुरक्षा ପାଇଁ अन्य देश पर निर्भर करि पारिबो नाही। प्रतिरक्षा मंत्री राजनाथ सिंह मंगलवार बेंगलुरु रे हिंदुस्तान एरोनॉटिक्स लिमिटेड द्वितीय LCA तेजस निर्माण कारखाना उद्घाटन करने अवसर में यह कहिसंति। भारत आत्मनिर्भर अभियान अधीन रे निजर प्रतिरक्षा उत्पादन क्षमता गुड़ी को वृद्धि करने दिगरे तत्पर बोली से कहिथिले। राजनाथ एही अवसर में कहिथिले जे LCA तेजस केवल स्वदेशी नुहे बरं अनेक गुण में विदेशी प्रतिपक्षों ठारू भल एवं अपेक्षाकृत सस्ता। अनेक देश तेजस युद्ध विमान पर आग्रह प्रकाश करिसंति। भारत आगामी किछि वर्ष मध्य प्रतिरक्षा उत्पादन क्षेत्र में 1.75 लाख कोटी टंकार लक्ष्य हासिल करिबो। नंबर 24
ଚାଷୀଙ୍କ ପାଇଁ ଷ୍ଟିଲ୍ ଲାଠି ଫଟୋ ଭାଇରାଲ ପରେ ତାଳି ପକାଇଲା ପୁଲିସ। ଚାଷୀଙ୍କ ଆନ୍ଦୋଳନ ବେଳେ ନିଜର ସୁରକ୍ଷା ପାଇଁ ଦିଲ୍ଲୀ ପୁଲିସ ଷ୍ଟିଲ୍ର ଲାଠି ଓ ଢାଲ ପିନ୍ଧି ରାସ୍ତାରେ ଛିଡ଼ା ହୋଇଥିବା ଫଟୋ ଭାଇରାଲ ହେବାରେ ଲାଗିଛି। ଏହାକୁ ନେଇ ବିବାଦ ଉପୁଜିବାରୁ ଦିଲ୍ଲୀ ପୁଲିସ ପୁରା ଘଟଣା ଉପରେ ସଫେଇ ଦେଇଛି। ଦିଲ୍ଲୀ ପୁଲିସ କହିଛି ଯେ କର୍ମଚାରୀମାନଙ୍କୁ ଏଭଳି ଷ୍ଟିଲ୍ର ଲାଠି ଓ ଢାଲ ବ୍ୟବହାର କରିବାକୁ ବରିଷ୍ଠ ଅଧିକାରୀମାନେ କୌଣସି ପ୍ରକାରର ଅନୁମତି ଦେଇନାହାନ୍ତି। ପୁଲିସ କର୍ମଚାରୀମାନେ ନିଜ ଆଡୁ ଏଭଳି ସୁରକ୍ଷା କବଚ ପିନ୍ଧିଛନ୍ତି। ସେହିପରି ଘଟଣାର ଖବର ମିଳିବା ପରେ ପୁଲିସ କର୍ମଚାରୀମାନଙ୍କଠାରୁ ଏହାକୁ ପ୍ରତ୍ୟାହାର କରି ନିଆଯାଇଛି। ଦିଲ୍ଲୀ ପୁଲିସ ଷ୍ଟିଲ୍ର ଲାଠି ବ୍ୟବହାର କରିବା ପାଇଁ କୌଣସି ପ୍ରକାରର ଯୋଜନା କରିନି। ତେଣୁ ଏହି ଘଟଣାକୁ ଏହିଠାରେ ବନ୍ଦ କରାଯାଉ ବୋଲି ପୁଲିସ ପକ୍ଷରୁ କୁହାଯାଇଛି। ନମ୍ବର 25 ଭାରତ ବାଂଲାଦେଶ ସୀମାନ୍ତରେ ବିଏସ୍ଏଫ୍ ଯବାନଙ୍କ ଉପରେ ଆକ୍ରମଣ। ତ୍ରିପୁରା ଦକ୍ଷିଣ ଜିଲ୍ଲାର ବେଲୋନିଆ ଅନ୍ତର୍ଗତ ସୀମା ଆଉଟପୋଷ୍ଟ ବୀରସିଂରେ ଅନ୍ତର୍ଜାତୀୟ ସୀମାରେ ପେଟ୍ରୋଲିଂ ଡ୍ୟୁଟି ସମୟରେ ବିଏସ୍ଏଫ୍ ଯବାନଙ୍କ ଉପରେ ଆକ୍ରମଣ ଘଟିଛି ଏବଂ ବିଏସ୍ଏଫ୍ର ପାଲଟା ଜବାବରେ ଜଣେ ବ୍ୟକ୍ତି ନିହତ ହୋଇଥିବା ସୂଚନା ରହିଛି। ସୀମାନ୍ତରେ ଏହି ଘଟଣା ସୋମବାର ପୂର୍ବାହ୍ନ 10:55ରେ ଘଟିଥିବା ସୂଚନା ରହିଛି। ପ୍ରାୟ 7ରୁ 8 ଜଣ ବ୍ୟକ୍ତି ଅନ୍ତର୍ଜାତୀୟ ସୀମା ବାଡ଼କୁ ଭାଙ୍ଗି ଗୋଚାଲାଣ ଉଦ୍ୟମ କରୁଥିବା ବିଏସ୍ଏଫ୍ ସୂଚନା ପାଇବା ପରେ ସେମାନଙ୍କୁ ରୋକିବାକୁ ଚେଷ୍ଟା କରିଥିଲା। ସେମାନେ ଯବାନଙ୍କ ଉପରେ ଲାଠି ପ୍ରୟୋଗ କରି ଆକ୍ରମଣ କରିଥିଲେ। ଏପରିକି ଜଣେ ବିଏସ୍ଏଫ୍ ଯବାନ ଗୁରୁତର ଆହତ ମଧ୍ୟ ହୋଇଥିଲେ। ତାହାର ଜବାବ ଦେବାକୁ ଯାଇ ଯବାନମାନେ କରିଥିବା ଆକ୍ରମଣରେ ଜଣେ 22 ବର୍ଷୀୟ ଯୁବକଙ୍କର ମୃତ୍ୟୁ ଘଟିଛି। ନମ୍ବର 26 ନିଯୁକ୍ତି ଦକ୍ଷତା ବଢ଼ାଇବ ସୁଦକ୍ଷ ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା କୋଚିଂ। ସୁନ୍ଦରଗଡ଼ ଜିଲ୍ଲାର ଶିକ୍ଷିତ ଯୁବକ ଯୁବତୀଙ୍କୁ ମାଗଣାରେ ନିଯୁକ୍ତି ଉପଯୋଗୀ କୋଚିଂ ଦେବା ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ସୁଦକ୍ଷ କାର୍ଯ୍ୟକ୍ରମ। ମଙ୍ଗଳବାର ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଏହାର ଶୁଭାରମ୍ଭ କରିଛନ୍ତି। ସୁନ୍ଦରଗଡ଼ ସହରର ପତ୍ରାପାଲିଠାରେ ଉଦ୍ଘାଟିତ ହୋଇଥିବା ସୁଦକ୍ଷ କେନ୍ଦ୍ରରେ ପ୍ରାର୍ଥୀମାନଙ୍କର କୋଚିଂ ଆରମ୍ଭ ହୋଇଛି। ଏହି ସପ୍ତାହରେ ରାଉରକେଲା ଏବଂ ବଣେଇଠାରେ ଆଉ 2ଟି କେନ୍ଦ୍ର ଉଦ୍ଘାଟିତ ହେବା ନେଇ ସୂଚନା ଦିଆଯାଇଛି। ଜିଲ୍ଲାର ବହୁ ମେଧାବୀ ତଥା ଗରିବ ଶ୍ରେଣୀର ଛାତ୍ରଛାତ୍ରୀ ଚାକିରି ପାଇଁ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ଦେଇ ଅନେକ ସମୟରେ ସଫଳତା ପାଇପାରୁନାହାନ୍ତି। ତେଣୁ ସେମାନଙ୍କୁ ମାଗଣାରେ ଆବଶ୍ୟକ କୋଚିଂ ଓ ଆନୁଷଙ୍ଗିକ ସହଯୋଗ ଯୋଗାଇ ଦେଇ ସେମାନଙ୍କ କ୍ୟାରିୟର ସ୍ୱପ୍ନକୁ ସଫଳ କରିବା ପାଇଁ ସୁଦକ୍ଷ କାର୍ଯ୍ୟକ୍ରମ ଏକ ଅଭିନବ ପଦକ୍ଷେପ। ନମ୍ବର 27 ଆଜିଠାରୁ ପୁରୀ ବାଇପାସ୍ ଷ୍ଟ୍ରିଟ୍ ଲାଇଟ୍ ମୁଖ୍ୟମନ୍ତ୍ରୀ କରିବେ ଉଦ୍ଘାଟନ। ଦୀର୍ଘ ଦିନର ପ୍ରତୀକ୍ଷାର ଅନ୍ତ ଘଟିବ। ପୁରୀ ବାଇପାସ୍ରେ ଷ୍ଟ୍ରିଟ୍ ଲାଇଟ୍ ଜଳିବ। ହାଇଟେକ୍ ଛକରୁ ଦୟା ବ୍ରିଜ୍ ପର୍ଯ୍ୟନ୍ତ ଏହି 12 କିଲୋମିଟର ରାସ୍ତାରୁ ଅନ୍ଧକାର ହଟିବ। ବିଏମ୍ସି ପକ୍ଷରୁ ପୁରୀ ବାଇପାସ୍ର ଆଲୋକୀକରଣ କାମ ହୋଇଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପର ଉଦ୍ଘାଟନ କରିବେ। ଆଜି ଅପରାହ୍ନ 5ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟଙ୍କପାଣି ରୋଡ୍ ସ୍ଥିତ ସାଇ ମନ୍ଦିର ଛକ ନିକଟରେ ସୁଇଚ୍ ଚିପି ଭୁବନେଶ୍ୱର ପୁରୀ ବାଇପାସ୍ ଆଲୋକୀକରଣ ପ୍ରକଳ୍ପର ଉଦ୍ଘାଟନ କରିବେ। ଏହି 12 କିଲୋମିଟର ରାସ୍ତାରେ 387ଟି ବିଦ୍ୟୁତ ଖୁଣ୍ଟରେ 774ଟି 100 ୱାଟ୍ର ଏଲ୍ଇଡି ଲାଇଟ୍ ଲାଗିଛି। ଏହା ବାଦ 4ଟି ପ୍ରମୁଖ ଛକରେ 4ଟି ହାଇମାକ୍ସ ଲାଇଟ୍ ଲାଗିଛି। ଏଥିପାଇଁ 7ଟି ଟ୍ରାନ୍ସଫର୍ମର ବସିଛି। ଏହି ରାସ୍ତା ଆଲୋକୀକରଣ ହେଲେ ସ୍ଥାନୀୟ ବାସିନ୍ଦାଙ୍କର ଦୀର୍ଘ ଦିନର ଦାବି ପୂରଣ ହେବ। ନମ୍ବର 28 ନେଟ୍ ସେସନ୍ ଆରମ୍ଭ କଲା ଭାରତୀୟ ଦଳ। ଆସନ୍ତା 5 ତାରିଖରୁ ଇଂଲଣ୍ଡ ବିପକ୍ଷରେ ଆରମ୍ଭ ହେବାକୁ ଯାଉଥିବା 4 ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ ଦଳର ଖେଳାଳିମାନେ ମଙ୍ଗଳବାରଠାରୁ ନେଟ୍ ସେସନ୍ ଆରମ୍ଭ କରିଛନ୍ତି। ଉତ୍ସାହଭରା ବକ୍ତବ୍ୟ ସହ ଟିମ୍ ଇଣ୍ଡିଆର ସ୍ୱାଗତ କରିଛନ୍ତି ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ବିସିସିଆଇ। କ୍ୱାରେଣ୍ଟାଇନ୍ ପିରିୟଡ଼ ଶେଷ ହେବା ପରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ତାର ପ୍ରଥମ ଆଉଟଡୋର୍ ଟ୍ରେନିଂ ସେସନ୍ ଯୋଗ ଦେଇଛି। ନମ୍ବର 29 ଆଇସିସି ୱାର୍ଲଡ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲରେ ନ୍ୟୁଜିଲାଣ୍ଡ। ଆଇସିସିର ପ୍ରଥମ ୱାର୍ଲଡ ଟେଷ୍ଟ ଚାମ୍ପିୟନସିପ୍ର ଫାଇନାଲକୁ ନୀତ ହୋଇଛି ନ୍ୟୁଜିଲାଣ୍ଡ। କୋଭିଡ୍-19 କାରଣରୁ ଅଷ୍ଟ୍ରେଲିଆ ତାର ଦକ୍ଷିଣ ଆଫ୍ରିକା ଗସ୍ତ ବାତିଲ କରିବା ପରେ ଏହି ଅପଡେଟ୍ ଆସିଛି। ଏଥିସହ ନ୍ୟୁଜିଲାଣ୍ଡ ପ୍ରଥମ ଦଳ ଭାବେ ଏହି ଚାମ୍ପିୟନସିପ୍ର ଫାଇନାଲକୁ କ୍ୱାଲିଫାଏ କରିଛି। ସେହିପରି ଅଷ୍ଟ୍ରେଲିଆର ଫାଇନାଲକୁ ପହଞ୍ଚିବାର ବାଟ କଷ୍ଟ ହୋଇଛି। ୱାର୍ଲଡ ଟେଷ୍ଟ ଚାମ୍ପିୟନସିପ୍ରେ ଅଷ୍ଟ୍ରେଲିଆ 332 ପଏଣ୍ଟରେ ଅଛି ଏବଂ 69.2% ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛି। ଆଇସିସି ୱାର୍ଲଡ ଟେଷ୍ଟ ଚାମ୍ପିୟନସିପ୍ରେ ଭାରତ 71.7 ପଏଣ୍ଟ ସହ ଶୀର୍ଷରେ ରହିଛି। ସେହିପରି ନ୍ୟୁଜିଲାଣ୍ଡ 70% ପଏଣ୍ଟ ସହ ଦ୍ୱିତୀୟରେ ରହିଛି। ନମ୍ବର 30 ଦକ୍ଷିଣ ଆଫ୍ରିକା ଗସ୍ତରୁ ଓହରିଲା ଟିମ୍ ଅଷ୍ଟ୍ରେଲିଆ। ପୁଣି ଥରେ କ୍ରିକେଟ୍ ଉପରେ ମହାମାରୀର କଡ଼ା ବାଦଲ ମାଡ଼ି ଆସିଛି। ଭାଇରସର ସଂକ୍ରମଣ ଯୋଗୁଁ ଅଷ୍ଟ୍ରେଲିଆ ଟିମ୍ ଦକ୍ଷିଣ ଆଫ୍ରିକା ଗସ୍ତରୁ ଓହରି ଯାଇଛି। କ୍ରିକେଟ୍ ଅଷ୍ଟ୍ରେଲିଆର ଅନ୍ତରୀଣ ମୁଖ୍ୟ ନିକ୍ ହୋକଲେ କହିଛନ୍ତି ଖେଳାଳିଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ଥିବାରୁ ଅଷ୍ଟ୍ରେଲିଆ ଟିମ୍ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରୁ ଓହରି ଯାଇଛି। ଦକ୍ଷିଣ ଆଫ୍ରିକାରେ କୋଭିଡ୍ ସଂକ୍ରମଣ ଦ୍ରୁତ ଗତିରେ ବଢ଼ି ଚାଲିଛି। ଏଭଳି ସ୍ଥିତିରେ ଅଷ୍ଟ୍ରେଲିଆରୁ ଦକ୍ଷିଣ ଆଫ୍ରିକାକୁ ଉଡ଼ାଣ ଭରିବା ଆଦୌ ଗ୍ରହଣୀୟ ନୁହେଁ। ଏହାକୁ ଦୃଷ୍ଟିରେ ରଖି ଦକ୍ଷିଣ ଆଫ୍ରିକା ଗସ୍ତ ବାତିଲ କରାଯାଇଥିବା ସେ କହିଛନ୍ତି। ଭିଡିଓଟିକୁ ସମ୍ପୂର୍ଣ୍ଣ ଦେଖିଥିବାରୁ ବହୁତ ବହୁତ ଧନ୍ୟବାଦ।